ସାରହୀନ ପୂଜା ପାଠ। କୌଣସି ଏକ ଗାଁରେ କେଉଁଠାରୁ 3 ଜଣ ସାଧକ ଆସି ପହଞ୍ଚିଲେ। ତିନିହେଁ ଥିଲେ ଈଶ୍ୱର ବିଶ୍ୱାସୀ। ସେମାନଙ୍କ ବିଷୟରେ ପ୍ରଚଳିତ ହୋଇଗଲା ଯେ ସେମାନେ ଯଦିଓ ପ୍ରାର୍ଥନା ସରଳ ଶବ୍ଦରେ କରନ୍ତି, କିନ୍ତୁ ସେମାନଙ୍କ ଦ୍ୱାରା କରାଇଥିବା ପ୍ରାର୍ଥନା କେବେ ବି ବିଫଳ ହୁଏ ନାହିଁ। ଗାଁର ପୂଜାରୀମାନେ ଏକଥା ଜାଣି ଚିନ୍ତା ପ୍ରକଟ କଲେ। ତେଣୁ ସେମାନେ ତାଙ୍କୁ ଭେଟିବା ପାଇଁ ଯାଇ ପହଞ୍ଚିଲେ। ପୂଜାରୀଗଣ ସାଧକମାନଙ୍କୁ କହିଲେ, ଈଶ୍ୱରଙ୍କ ନାମ ବିଧିବିଧାନର ସହିତ ନିଆଯାଏ, ସରଳ ଶବ୍ଦରେ ନୁହେଁ। ସାଧକମାନେ ସହଜରେ ସେମାନଙ୍କ କଥା ମାନିଗଲେ। ସେମାନଙ୍କୁ ବୁଝାଇ ପୂଜାରୀମାନେ ନଦୀ ପାର ହେବା ପାଇଁ ଡଙ୍ଗାରେ ବସିଲେ ଏବଂ ଅଧା ବାଟରେ ପହଞ୍ଚିଲା ବେଳେ ଯାଇ ସେହି ସାଧକମାନେ ସେମାନଙ୍କର ପିଛା କରି ନଦୀର ପାଣି ଉପରେ ଧାଇଁ ଧାଇଁ ଆସୁଥିବାର ଦେଖିଲେ। ସାଧକମାନେ କହିଲେ, ପୂଜାର ବିଧାନ ଭୁଲିଯିବାରୁ ଆଉ ଥରେ ପଚାରିବା ପାଇଁ ଦୌଡ଼ି ଦୌଡ଼ି ଆସିବାକୁ ପଡ଼ିଲା। ହତପ୍ରଭ ପୂଜାରୀମାନେ ବୁଝିଗଲେ ଯେ ଈଶ୍ୱର ବିଶ୍ୱାସ ସାରହୀନ ପୂଜାପାଠ ଠାରୁ ବହୁତ ଅଧିକ ଅଟେ। ଧନ୍ୟବାଦ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।